ବହୁଦିନ ପୂର୍ବେ ସିଲାଙ୍ଗିରି ରାଜ୍ୟରେ ଧର୍ମପାଳ ନାମକ ଜଣେ ବ୍ୟକ୍ତି ବାସ କରୁଥିଲେ। ସେ ଜୀବନକାଳ ମଧ୍ୟରେ କୌଣସି ମହତ୍ କାର୍ଯ୍ୟ ବା ଉଦାରପୂର୍ଣ୍ଣ କାର୍ଯ୍ୟ କରିନଥିବା ପାଇଁ ପ୍ରସିଦ୍ଧ ଥିଲେ। ସେ କେବେ କାହାକୁ ସାହାଯ୍ୟ କରିନଥିଲେ। ଗାଁରେ ତାଙ୍କ ପରି ଦ୍ୱିତୀୟ ବ୍ୟକ୍ତି କେହି ନଥିଲେ। ଦିନକର ଘଟଣା, ଜଣେ ସାଧୁ ମହାତ୍ମା ଧର୍ମପାଳ ଘରକୁ ଆସିଲେ। ଧର୍ମପାଳ ତାଙ୍କ ପ୍ରତି ସାଧୁତା ଦେଖାଇବା ପରିବର୍ତ୍ତେ ତାଙ୍କୁ ଗାଳି ଦେଇ ସେଠାରୁ ଚାଲିଯିବା ପାଇଁ କହିଲେ। ଫେରି ଆସିଲା ବେଳେ ସାଧୁ ମହାତ୍ମା କହିଲେ, ଏହା ତୁମର ଦୁର୍ଭାଗ୍ୟ। ତୁମର ପୂର୍ବପୁରୁଷମାନେ ତୁମ ଘରେ ଅନେକ ଧନ ଲୁଚାଇ ରଖିଛନ୍ତି, କିନ୍ତୁ ତୁମେ ତାହା ହାସଲ କରିବାକୁ ଅସମର୍ଥ, କାରଣ ତୁମ ଭିତରେ କୌଣସି ମହତ୍ ଗୁଣ ନାହିଁ। ଧର୍ମପାଳ ତାଙ୍କ କଥା ଶୁଣି ଲୋଭରେ ଅନ୍ଧ ହୋଇଗଲା। ସେ ମନେ ମନେ ହିସାବ କିତାବ କରିନେଲା, ସାଧୁଙ୍କ ପଛେ ପଛେ ଧାଇଁଲା ଏବଂ ତାଙ୍କୁ କ୍ଷମା ମାଗିଲା। ତାଙ୍କୁ ଘରକୁ ଡାକି ଆଣିଲା ଏବଂ ସମ୍ମାନିତ କଲା। ହାତ ଗୋଡ଼ ଧରି ତାଙ୍କୁ ଗୁପ୍ତଧନର ରହସ୍ୟ କହିବା ପାଇଁ ଗୁହାରି କଲା। ସାଧୁ ମହାତ୍ମା ଗୁପ୍ତଧନ ରହିଥିବା ସ୍ଥାନ ଦେଖାଇଦେଲେ ଏବଂ କହିଲେ, ତୁମକୁ ଅନ୍ତତଃ ଗୋଟିଏ ମହତ୍ କାର୍ଯ୍ୟ କରିବାକୁ ପଡ଼ିବ, ଅନ୍ୟଥା ତୁମେ ଏହି ଧନକୁ ଛୁଇଁଲା ମାତ୍ରେ ତାହା ସର୍ପ ପାଲଟିଯିବ। ସତର୍କ ରହିବ। ଏହା କହି ସେ ଚାଲିଗଲେ। ଯିବା ପୂର୍ବରୁ ସେ ଧର୍ମପାଳକୁ ତାଙ୍କ କୁଡ଼ିଆର ଠିକଣା କହିଗଲେ। ଧର୍ମପାଳ କ'ଣ ଭଲ କାମ କରିବ ମନେ ମନେ ସ୍ଥିର କରିପାରିଲା ନାହିଁ। ସ୍ତ୍ରୀଙ୍କୁ ପରାମର୍ଶ ମାଗିଲା। ସେ କହିଲେ, ତୁମେ କେବେ ମନ୍ଦିର ଯାଇ ପ୍ରାର୍ଥନା କରିନାହଁ, ବୋଧହୁଏ ତାହା ଏକ ଭଲ କାମ ହୋଇପାରେ। ପରଦିନ ଧର୍ମପାଳ ସୂର୍ଯ୍ୟୋଦୟ ପୂର୍ବରୁ ଉଠିଲା ଏବଂ ମନ୍ଦିରକୁ ଗଲା। ଠାକୁରଙ୍କ ସାମ୍ନାରେ ନଡ଼ିଆ ବାଡ଼େଇଲା। ଗୁପ୍ତଧନ ତାକୁ ମିଳିଯାଉ ବୋଲି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲା। ପ୍ରାର୍ଥନା ପରେ ସେ ଘରକୁ ଫେରି ଆସିଲା ଏବଂ କବାଟ ଝରକା ବନ୍ଦ କରିଦେଲା। ସ୍ତ୍ରୀର ସହାୟତାରେ ସାଧୁ କହିଥିବା ସ୍ଥାନଟି ଖୋଲିଲା। ସେଠାରେ ସେମାନେ କିଛି ହାଣ୍ଡିରେ ସ୍ୱର୍ଣ୍ଣମୁଦ୍ରା ଓ ଅଳଙ୍କାର ଭର୍ତ୍ତି ହୋଇ ରହିଥିବାର ଦେଖିଲେ। ଏହି ଧନରାଶି ମନକୁ ମୋହି ନେଇଥିଲା। ସେ ଆକଳନ କଲା ଯେ ଏହି ଧନର ମୂଲ୍ୟ ତା ପାଖରେ ଥିବା ଧନର ବହୁ ଗୁଣ। ସେ ଉତ୍ତେଜନାରେ ଥରି ଉଠିଲା। ସେ ଯେମିତି ଗୋଟିଏ ମାଠିଆକୁ ଛୁଇଁଲା, ତୁରନ୍ତ ଏକ ନାଗସାପ ତା ଭିତରୁ ବାହାରି ମାଠିଆ ଉପରେ ଠିଆ ହେଲା। ଧର୍ମପାଳ ଭୟଭୀତ ହୋଇ ତୁରନ୍ତ ମାଠିଆଟିକୁ ତା ଜାଗାରେ ରଖିଦେଲା। ସାପଟି ସେଠାରୁ ଅଦୃଶ୍ୟ ହୋଇଗଲା। ତୁରନ୍ତ ଧର୍ମପାଳ ସାଧୁଙ୍କ ପାଖକୁ ଫେରିଗଲା ଏବଂ ସମସ୍ତ ଘଟଣା ବର୍ଣ୍ଣନା କରି କହିଲା। ସାଧୁ ଧର୍ମପାଳକୁ କହିଲେ, ତୁମର ମହତ୍ କାର୍ଯ୍ୟ ଯଥେଷ୍ଟ ମହତ୍ ନଥିଲା। ଆହୁରି ଭଲ କାମ କରିବା ପାଇଁ ଉଦ୍ୟମ କର। ଏହା କହି ଧର୍ମପାଳକୁ ଫେରାଇ ଦେଲେ। ଧର୍ମପାଳ ପୁଣି ଆଉ ଥରେ ଉଦ୍ୟମ କଲା, କିନ୍ତୁ ପୂର୍ବପରି ଘଟଣାମାନ ଘଟିଲା। ସେ ନିରାଶ ହେଲା। ଘରକୁ ଫେରିଆସି ପୁଣି ଥରେ ସ୍ତ୍ରୀଙ୍କର ପରାମର୍ଶ ଲୋଡ଼ିଲା। ସେ କହିଲେ, କେବଳ ମନ୍ଦିର ଯାଇ ପ୍ରାର୍ଥନା କଲେ ହେବ ନାହିଁ। ପୁଣି ଥରେ ଯାଇ ଅର୍ଚ୍ଚନା କର, ପ୍ରଭୁଙ୍କର ଅଭିଷେକ କର। ଧର୍ମପାଳ ସପ୍ତାହ ପର୍ଯ୍ୟନ୍ତ ସେହିପରି କଲା। ତାପରେ ବହୁ ଆଶା ନେଇ ଘରକୁ ଫେରିଲା। ତରତର ହୋଇ କବାଟ ଝରକା ବନ୍ଦ କଲା ଏବଂ ଖୋଳି ମାଠିଆଟିକୁ ବାହାର କରି ଆଣିଲା। ସେ ଯେମିତି ମାଠିଆରେ ଥିବା ଗୁପ୍ତଧନକୁ ଛୁଇଁଲା, ତୁରନ୍ତ ଏକ ସର୍ପ ଆବିର୍ଭାବ ହେଲା। ଏହା ଦେଖି ସେ ଭୟଭୀତ ହୋଇପଡ଼ିଲା ଏବଂ ଅଧିକ ନିରାଶ ହେଲା। ପୁଣି ସେ ସାଧୁଙ୍କ ପାଖକୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କରି କହିଲା ଏବଂ ତାଙ୍କର ପରାମର୍ଶ ଲୋଡ଼ିଲା। ସାଧୁ କହିଲେ, ଈଶ୍ୱର ବୋଧହୁଏ ତୁମ ଉପରେ ସନ୍ତୁଷ୍ଟ ନାହାନ୍ତି। ନିରାଶ ହୁଅ ନାହିଁ, ଆଉ ଥରେ ଚେଷ୍ଟା କର। କିଛି ଅଧିକ ମହତ୍ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇ ସାଧୁ ତାଙ୍କୁ ଫେରାଇ ଦେଲେ। ଧର୍ମପାଳ ପୁଣି ଘରକୁ ଫେରିଆସିଲା ଏବଂ ସ୍ତ୍ରୀଙ୍କର ପରାମର୍ଶ ଲୋଡ଼ିଲା। ଏ ବିଷୟରେ ବହୁ ଚିନ୍ତା କରି କହିଲେ, ସାଧୁ ଠିକ୍ କହିଛନ୍ତି। ଈଶ୍ୱର ତୁମର ଏହି ସାଧାରଣ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ନୁହନ୍ତି। ଏହି ଗୁପ୍ତଧନର ମୂଲ୍ୟ କଥା ଚିନ୍ତା କର। ସେ ଦୃଷ୍ଟିରୁ ଆମକୁ ଈଶ୍ୱରଙ୍କ ପାଇଁ କିଛି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ତେଣୁ ଆମକୁ ମନ୍ଦିରର ଚଟାଣକୁ ମାର୍ବଲ କରିଦେବାକୁ ପଡ଼ିବ। ମନ୍ଦିରର କାନ୍ଥଗୁଡ଼ିକର ପୁନର୍ନିର୍ମାଣ କରିବାକୁ ପଡ଼ିବ। ଆମେ ମନ୍ଦିରକୁ ମଧ୍ୟ ଏକ ସୁନ୍ଦର ଛୋଟ ରଥ ଦାନ କରିପାରିବା। ତୁମେ ଠିକ୍ କହୁଛ। ମୁଁ ଏହା ଥରକରେ କରିଦେବି। ଧର୍ମପାଳ ଏହା କହି ତାଙ୍କର ସ୍ତ୍ରୀଙ୍କର ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କଲେ। ସେ ଆଉ ପାଦେ ଆଗୁଆ ଯାଇ ସବୁ ମାର୍ବଲ ଉପରେ ତାଙ୍କ ନାମ ଲେଖିଦେଲେ, ଯେପରି ଭଗବାନ ତାଙ୍କର ନାମ ଭୁଲିପାରିବେ ନାହିଁ। ଏପରିକି ରଥରେ ମଧ୍ୟ ବିଭିନ୍ନ ସ୍ଥାନରେ ତାଙ୍କର ନାମ ଲେଖିଦେଲେ। ଏହାଦ୍ୱାରା ମଧ୍ୟ ଈଶ୍ୱର ଯେପରି ସନ୍ତୁଷ୍ଟ ହେଲେ ନାହିଁ। ନାଗସାପ ପୁଣି ଥରେ ଗୁପ୍ତଧନ ଉପରେ ଆବିର୍ଭାବ ହେଲା। ଧର୍ମପାଳ ପୁଣି ତାଙ୍କ ସ୍ତ୍ରୀଙ୍କର ପରାମର୍ଶ ଲୋଡ଼ିଲା। ସବୁଥର ପରି ତାଙ୍କର ସ୍ତ୍ରୀ କହିଲେ, ଏହି ଗୁପ୍ତଧନର ମୂଲ୍ୟ କଳନା କରି ହେବ ନାହିଁ, ନୁହେଁ କି? ଚାଲ ଆମେ ଆମର ସମସ୍ତ ସମ୍ପତ୍ତି ବିକ୍ରି କରିଦେଇ ଆମ ମନ୍ଦିର ପାଇଁ ଏକ ତୋରଣ ତିଆରି କରିବା। ସମସ୍ତ ଦେବଦେବୀଙ୍କ ପାଇଁ ସୁନା ଅଳଙ୍କାର ତିଆରି କରିବା।
ତୁମେ ଭାବୁଛ କି ଆଉ କେହି ଆମ ପରି ଏପରି ବଡ଼ କାମ କରିପାରିବେ? ଧର୍ମପାଳ ସ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କଲେ। 6 ମାସ ପରେ ତୋରଣ ପ୍ରସ୍ତୁତ ହେଲା। ସମସ୍ତ ସୁନା ଅଳଙ୍କାର ଦେବାଦେବୀଙ୍କୁ ପିନ୍ଧାଇ ଦେଲେ। ଧର୍ମପାଳ ଏକ ପବିତ୍ର ଦିନରେ ମନ୍ଦିରରେ ଦେବାଦେବୀଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଦୟାକରି ଅନ୍ତତଃ ବର୍ତ୍ତମାନ ଗୁପ୍ତଧନ ଉପଲବ୍ଧ କରାଇ ଦିଅ। ଘରକୁ ଫେରିଲେ, କିନ୍ତୁ ତାପରେ ମଧ୍ୟ ଗୁପ୍ତଧନ ତାଙ୍କ ହାତକୁ ଆସିଲା ନାହିଁ। ନାଗସାପ ବାହାରି ତାଙ୍କ ସମ୍ମୁଖରେ ଠିଆ ହେଲା। ସେ ଜଣେ ଗରିବ ଲୋକ ପାଲଟିଗଲେ। ଏବେ ତାଙ୍କ ପାଖରେ ଧନ ସମ୍ପତ୍ତି କିଛି ନଥିଲା। ସେ ଭାବିଲା, ସାଧୁ ମହାତ୍ମା ତାକୁ ଠକିଦେଲେ। ମନସ୍ତାପ ଭିତରେ ସେ ଦରିଦ୍ର ଭାବରେ ଜୀବନଯାପନ କରିବା ସହିତ ଅଭ୍ୟସ୍ତ ହୋଇଗଲେ। ଦିନେ ଜଣେ ଅନ୍ଧ ଭିକାରୀ ଧର୍ମପାଳ ଘରକୁ ଆସିଲା। ସେ ଧର୍ମପାଳକୁ ଅନୁନୟ ବିନୟ ହୋଇ କହିଲା, ମୁଁ ଗୋଟିଏ ଅନ୍ଧ ଭିକାରୀ। ବହୁ ଘର ବୁଲି ଭିକ୍ଷା ମାଗିଲିଣି। ମୋ ପାଖରେ କିଛି ଚାଉଳ ଓ ପରିବା ଅଛି, କିନ୍ତୁ ସେ ସବୁ ରାନ୍ଧିବାର ବ୍ୟବସ୍ଥା ନାହିଁ। ଦୟାକରି ମୋ ପାଇଁ ଏହାକୁ ରାନ୍ଧି ଦେଇ ପାରିବେ? ଆପଣ ମଧ୍ୟ ଏଥିରୁ ଖାଇପାରିବେ। ଧର୍ମପାଳ ଭାରି ଗରିବ ହୋଇଯାଇଥିଲା। ସେ ଭୋକ କଷ୍ଟ ବୁଝିପାରିଥିଲା। ତେଣୁ ଦୟାପରବଶ ହୋଇ ଅନ୍ଧ ଭିକାରୀର ସହାୟତା କଲା। ଏହିପରି ପ୍ରତିଦିନ ଭିକାରୀକୁ ଭୋଜନ କରାଇଲା। ତୁମେ ମୋ ଘରକୁ ବୁଲିଯିବ କି? ସେଠାରେ ମୋ ପରି ଅନେକ ଦୁଃଖୀରଙ୍କୀ ଭାରି ଦୁଃଖ କଷ୍ଟରେ ବାସ କରୁଛନ୍ତି। ତୁମେ ମୋତେ ଯେପରି ସାହାଯ୍ୟ କରୁଛ, ସେମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବ। ଦିନେ ଭିକାରୀଟି କହିଲା, କିନ୍ତୁ ମୁଁ ମୋର ସମସ୍ତ ଧନ ହରାଇ ସାରିଛି। କିପରି ତୁମର ସାହାଯ୍ୟ କରିପାରିବି? ଧର୍ମପାଳ କହିଲା। ଅନ୍ଧଟି ଜବାବ ଦେଲା, ତୁମ ଶରୀରରେ ତ ବଳ ଅଛି। ତୁମେ ଶାରୀରିକ ସାହାଯ୍ୟ ଓ ମଧୁର ବାଣୀ ଦ୍ୱାରା ସେମାନଙ୍କର ସହାୟତା କରିପାରିବ। ଧର୍ମପାଳ ଏଥିରେ ସମ୍ମତି ପ୍ରଦାନ କଲା। ତୁରନ୍ତ ସେ ଅନ୍ୟମାନଙ୍କୁ ସାହାଯ୍ୟ କରି ପରମ ତୃପ୍ତି ଲାଭ କଲା। ଦିନେ ଭିକାରୀଟି ଧର୍ମପାଳକୁ ପଚାରିଲା, ଆଜ୍ଞା, ଆପଣ ଦିନେ ଏତେ ଧନୀ ଥିଲେ, ଧନରତ୍ନ କୁଆଡ଼େ ଗଲା? ଆପଣଙ୍କର ଏହି ଦୁର୍ଦ୍ଦଶା କିପରି ହେଲା? ଧର୍ମପାଳ ସବୁ କଥା ଖୋଲି କହିଲା। ତାପରେ ଅନ୍ଧ ଭିକାରୀଟି କହିଲା, ଆଜ୍ଞା, ଯଦି ଆପଣ କିଛି ମନେ ନ କରନ୍ତେ, ତେବେ ମୁଁ କିଛି କହିବି। ଯଦି ଆପଣ ଏହି ଗୁପ୍ତଧନ ମିଳିଲା ନାହିଁ ବୋଲି ମନ ଦୁଃଖ କରୁଛନ୍ତି, ମୁଁ ସେହି ସାପଟିକୁ ମାରି ଆପଣଙ୍କୁ ଗୁପ୍ତଧନ ପ୍ରଦାନ କରିବି। ଆପଣଙ୍କ ଉଦାରତାର ଋଣ ଶୁଝିପାରିବି। ମୁଁ ସାପ ଧରିବାରେ ଧୁରନ୍ଧର। ଧର୍ମପାଳ ମନ ଖୁସିରେ କହିଲା, ଏବେ ଚାଲନ୍ତୁ। ଅନ୍ଧ ଭିକାରୀଟି ଯାଇ ମାଠିଆଟି ଉଠାଇ ଆଣିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା, ସାପ ବାହାରିଲା ନାହିଁ। ଧର୍ମପାଳ ସେହି ଭିକାରୀକୁ ଯଥେଷ୍ଟ ଟଙ୍କା ଦେଲେ ଏବଂ ତାଙ୍କୁ କହିଲେ, ବର୍ତ୍ତମାନ ଠାରୁ ତୁମେ ଭିକ୍ଷା କର ନାହିଁ, ସୁଖରେ ବାସ କର, ଏବଂ ତାଙ୍କୁ ବିଦା କରିଦେଲେ। ଧର୍ମପାଳ ଏବଂ ତାଙ୍କର ସ୍ତ୍ରୀ ଗୁପ୍ତଧନ ସାହାଯ୍ୟରେ ଦୁଃଖୀ ଦରିଦ୍ରମାନଙ୍କୁ ସାହାଯ୍ୟ କଲେ ଏବଂ ଅବଶିଷ୍ଟ ଜୀବନ ଦାନଧର୍ମ କରି ପରମ ତୃପ୍ତିରେ କଟାଇଲେ। ହେ ରାଜନ୍, ଧର୍ମପାଳ ମନ୍ଦିର ଓ ଠାକୁରଙ୍କ ପାଇଁ ଏତେ କାମ କଲା। ସ୍ତ୍ରୀ ଏବଂ ସାଧୁଙ୍କ କଥାରେ ସବୁ ସମ୍ପତ୍ତି ମନ୍ଦିରରେ ବିନିଯୋଗ କଲେ, କିନ୍ତୁ ପ୍ରଭୁ ତାଙ୍କ ଉପରେ ଦୟା କଲେ ନାହିଁ। କିନ୍ତୁ କେବଳ ଭିକାରୀଟିକୁ 2 ମୁଠା ଭାତ ରାନ୍ଧି ଖୁଆଇଦେଲେ ଏବଂ ଅନ୍ୟମାନଙ୍କୁ 2 ପଦ ମିଠା କଥା ଶୁଣାଇ ଶାରୀରିକ ସାହାଯ୍ୟ କଲେ। ହଠାତ୍ ଈଶ୍ୱର ତାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ଗୁପ୍ତଧନ ଦେବା ପାଇଁ ନିଷ୍ପତ୍ତି ନେଲେ। ଆଶ୍ଚର୍ଯ୍ୟର କଥା ମନେ ହେଉନି? ତୁମେ ଯଦି ଏହାର କାରଣ ଜାଣି ନୀରବ ରହିବାକୁ ପସନ୍ଦ କରିବ, ତୁମର ଶିର ସ୍କନ୍ଧଚ୍ୟୁତ ହେବ। ଏହାର ଜବାବରେ ରାଜା ବିକ୍ରମାର୍କ ଉତ୍ତର ଦେଲେ, ପ୍ରଥମେ ଧର୍ମପାଳ ଗୁପ୍ତଧନର ଲୋଭରେ ସମସ୍ତ ମହତ୍ କର୍ମ କରୁଥିଲା। ଯେତେ ବଡ଼ ମହତ୍ କାର୍ଯ୍ୟ, ଦାନ, ଦକ୍ଷିଣା, ସେବା ହେଉ ପଛକେ ଯଦି ନିଜର ସ୍ୱାର୍ଥ ବା ଲୋଭ ବା ଲାଭକୁ ମନରେ ରଖି କରାଯାଏ, ତେବେ ତାହାର କୌଣସି ଫଳ ହୁଏ ନାହିଁ। ଯେତେବେଳେ ଧର୍ମପାଳ ଗରିବ ହୋଇଗଲେ, ଋଷିଙ୍କ କଥା ଉପରୁ ତାଙ୍କର ବିଶ୍ୱାସ ତୁଟିଗଲା, ସେ ଧନ ପାଇବାର ଆଶା ଛାଡ଼ିଦେଲେ, ଦରିଦ୍ରମାନଙ୍କର ପ୍ରକୃତ ଦୁଃଖକୁ ଅନୁଭବ କଲେ, କୌଣସି ଲାଭର ଆଶା ନ ରଖି ତାଙ୍କର ସହାୟତା କଲେ। କୌଣସି ପ୍ରତ୍ୟାଶା ନ ରଖି ଦୁଃଖୀରଙ୍କୀଙ୍କୁ ଶାରୀରିକ ସହାୟତା ପ୍ରଦାନ କରିବା ଈଶ୍ୱରଙ୍କ ଦୃଷ୍ଟିରେ ସମସ୍ତ ଅର୍ଥ ଦେବକାର୍ଯ୍ୟରେ ଲଗାଇବାଠାରୁ ଅଧିକ ମୂଲ୍ୟବାନ। ଧର୍ମପାଳ ଅନ୍ଧ ଭିକାରୀ ପାଇଁ ଯେଉଁ ମାନବିକତାର ନିଦର୍ଶନ ଦେଲେ, ତାହା କେବଳ ମଣିଷର ସେବା ନଥିଲା, ଈଶ୍ୱରଙ୍କ ପ୍ରତି ମଧ୍ୟ ସେବା ଥିଲା। ସେଥିପାଇଁ ଈଶ୍ୱର ତାଙ୍କ ଉପରେ ପ୍ରସନ୍ନ ହେଲେ ଏବଂ ତାଙ୍କୁ ଗୁପ୍ତଧନ ପ୍ରଦାନ କଲେ। ରାଜା ବିକ୍ରମାର୍କଙ୍କର ମୌନବ୍ରତ ଭଙ୍ଗ ହେବା ମାତ୍ରେ ବେତାଳ ଶବ ମଧ୍ୟରୁ ବାହାରି ଅଦୃଶ୍ୟ ହୋଇଗଲା ଏବଂ ପୁଣି ଥରେ ଗଛରେ ଚଢ଼ି ଓଲଟା ଝୁଲି ପଡ଼ିଲା।